ଗୁପ୍ତ ରହସ୍ୟ। ସୁଖୀ ପରିବାରର ଗୁପ୍ତ ରହସ୍ୟ କ'ଣ? ମୁଁ ଆପଣମାନଙ୍କ ସହିତ ଛୋଟ ସମ୍ବାଦ ରଖିବା ପାଇଁ ଚାହେଁ, ବୁଝିବା ପାଇଁ ମଧ୍ୟ ଆପଣମାନଙ୍କୁ କଷ୍ଟ ହବ ନାହିଁ। ମସ୍ତ ଖୋଲନ୍ତୁ ଯୋହନ ତାର 2 ପର୍ବ। ଏଠି ଆମେ ଯୋହନ 2 ପର୍ବରେ ମୁଁ ଆପଣମାନଙ୍କୁ ସୁଖୀ ପରିବାରର 7ଟି ବିଷୟ ମୁଁ ରଖିବା ପାଇଁ ଚାହେଁ। ଗୋଟେ ପରିବାର, ଯେହେତୁ ଆମେ ଫ୍ୟାମିଲି ଡେଭଲପମେଣ୍ଟ ଗ୍ରୁପରେ ଅଛୁ, ଜଷ୍ଟ ଆପଣଙ୍କ ପାଖରେ 7ଟି ବିଷୟ ରଖିବି ଗୋଟେ ଫ୍ୟାମିଲିର ଗୁପ୍ତ ରହସ୍ୟ କ'ଣ, ସୁଖୀରେ ରହିବା ପାଇଁ। ତ ପ୍ରଥମ ବିଷୟ 2 ପଦ ଆପଣ ପଢିଲେ ଜାଣିପାରିବେ। ପଢିବେ ଟିକେ। ଦୁଇ ପଦ ପଢୁଛି। ଯୀଶୁ ମଧ୍ୟ ଆପଣ ଶିଷ୍ୟମାନଙ୍କ ସହିତ ସେ ବିବାହ ଭୋଜକୁ ନିମନ୍ତ୍ରିତ ହେଲେ। ଏଠି ଆମେ ଜାଣିଛୁ ଏଟା କାନାର ବିବାହର କଥା, କିନ୍ତୁ ଏଇ ବାହାଘରର ସବୁଠାରୁ ବଡ ବିଷୟ କ'ଣ ଯେ ସେଠି କିଏ ଅଛନ୍ତି? ସେଠି ଯୀଶୁ ଅଛନ୍ତି। ହାଲେଲୁୟା। ମୁଁ କହିବା ପାଇଁ ଚାହେଁ, ଆପଣଙ୍କ ଘରେ, ଆପଣଙ୍କର ଅନୁଷ୍ଠାନରେ, ଆପଣଙ୍କ ପାରିବାରିକ କାର୍ଯ୍ୟରେ ଯୀଶୁ ଅଛନ୍ତି କି ନାହିଁ? ଯୀଶୁ ଅଛନ୍ତି କି ନାହିଁ? ଆପଣଙ୍କ ଘରକୁ ଦେଖନ୍ତୁ, ଯୀଶୁ କୋଉଠି ଅଛନ୍ତି ଦେଖନ୍ତୁ। ଆପଣଙ୍କ ଘରେ ଟିଭି ରହିବା ପାଇଁ ଗୋଟେ ଜାଗା ଅଛି, ଅଛି କି ନାହିଁ? ଘର ବାନ୍ଧିଲା ସ୍ତ୍ରୀ ମାନେ କଣ କରୁଛି? ଇଟି ଟିଭି ରଖବା, ଇଟି ଟିଭି ରଖବା, ଇଟି ଫ୍ରିଜ ରଖବା, ଇଟି ୱାସିଂ ମେସିନ, ଇଟି ସିଟା, ସିଟି ଇଟା, ଇଟି ଇଟା। ପ୍ରଭୁ କୋଉଠି ରଖିଛ? ପ୍ରଭୁ କୋଉଠି ଅଛନ୍ତି? ପ୍ରିୟ ମାନେ, ଯାହାର ଘରେ ପ୍ରଭୁ ନଥାନ୍ତି ତାକୁ କିଛି ବି ଧରା ଦବ। ଏବେ ଆପଣ ଭାବୁଛନ୍ତି ଏସବୁ କାମ ଦବ, କିଛି କାମ ଦବ ନାହିଁ। ଆପଣଙ୍କ ଘରେ ଅନ୍ୟମାନଙ୍କର ଉପସ୍ଥିତିକୁ ଆପଣ ପ୍ରାଧାନ୍ୟ ଦଉଛନ୍ତି, କିନ୍ତୁ ତାଙ୍କର ଉପସ୍ଥିତିକୁ ପ୍ରାଧାନ୍ୟ ଦିଅନ୍ତି କି? ଗୋଟେ ଘରର ପରିସ୍ଥିତି ଯୀଶୁଙ୍କର ଉପସ୍ଥିତି ଆଉ ଅନୁପସ୍ଥିତି ଉପରେ ନିର୍ଭର କରେ। ପ୍ରଭୁ ଥିବା ପର୍ଯ୍ୟନ୍ତ ଗୋଟେ ଘର କେମିତି ଥିବ, ଆଉ ପ୍ରଭୁ ଛାଡିଲା ପରେ ଗୋଟେ ଘର କେମିତି ଥିବ ଆମେ ଜାଣିବାର ଅଛି। ଯୀଶୁ ଛାଡିଲା ପରେ ଘର ପରା ନଥିବ। ଯେନ ଘରକୁ ନେଇ ଟେମ୍ପର ଦେଖାଉଥିଲେ, ଆମର ପରା ଘରଟି କାହାକୁ ନାହିଁ। ସେଠି ଗୋଟେ ବୁଢୀ ମା କହୁଥିଲା, ଆମର ବାବୁ ଏମିତି ଘର ବନାଇଛି, ହଇଁକାର ହଇଁକାର। ଆଗେ ଆମେ ଭାଟାଇ ଯାଉଥିଲୁ, ଏବେ ଘରେ ଯାଉଛୁ, କେମିତି ବନାଇଛି, ଏମିତି ଛିଁ ଦେଲେ ପାଣି ବାହାରିବ, ଏବାଟେ ଗରମ ପାଣି, ଇତି କାନ୍ତି ଲୋକ ଦର୍ପଣ আছে, ଇତି ଏଟା আছে, আপু ସବୁ ବାନାଇଲା। ଗୋଟେ ବୁଢୀ ରିସା ହେଲା, ସେଠି ବସିକରି ଖାଇ ହବ କି? ମା ବୋଲ କୁଇ ଖାଇବା ଜାଗା ନାହିଁ, ଯିବା ଜାଗା ସେଟା, ଯିବାଟା। ପ୍ଲେଟ କେମିତି ପକାଇଛନ୍ତି ଆପଣ ଘରେ? ଗୋଟେ ବୁଢୀ ମା କହୁଥିଲା, ଆମର ବାବୁ ଏମିତି ପ୍ଲେଟ ମାନେ ପକାଇଲା আছে, ତଲେ ଭାତ ଢାଲି ଦେଲେ ମିଶା ରାପି କରି ଖାଇ ହେସି। ଗୋଟେ ବୁଢୀ କହିଲା, ତୋର ବୁଆରୀ ତକ ଥାଲି ଲୋକ ଦେ ନାଇନି, ତଲେ ରୋକାଇ ଦେଲାନି। ନାଇଁ, ଆମେ ଆମର ଘରକୁ ନେଇକି ଗର୍ବ କରୁଛୁ ପ୍ରିୟ ମାନେ, କିନ୍ତୁ ସେଇ ଘରେ ଯୀଶୁ ଅଛନ୍ତି କି ନାଇଁ? ଯୀଶୁ ଅଛନ୍ତି କି ନାଇଁ? ଏ କାନା ନଗରର ବିବାହର ସବୁଠାରୁ ଟର୍ଣ୍ଣିଂ ପଏଣ୍ଟ କ'ଣ ଯେ ସେଇଠି କିଏ ଅଛନ୍ତି? ଅନ୍ୟ ଅତିଥି ମାନେ ଅଛନ୍ତି, ଶିଷ୍ୟ ମାନେ ଅଛନ୍ତି, ଆଗନ୍ତୁକ ବନ୍ଧୁ ମାନେ ଅଛନ୍ତି, କିନ୍ତୁ ସେଇଠି କିଏ ଅଛନ୍ତି? ଯୀଶୁ ଅଛନ୍ତି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କ ଘରେ ଯୀଶୁ ଅଛନ୍ତି କି? ଯଦି ଯୀଶୁ ନାହାନ୍ତି, ଏତିକି ନାହିଁ, ଆପଣଙ୍କ ପରିସ୍ଥିତି ଆହୁରି ଖରାପ ହେବା ପାଇଁ ଯାଉଛି। ଯଦି ଯୀଶୁ ଅଛନ୍ତି, ଆଜି ନହେଲେ କାଲି ପରିସ୍ଥିତି ବଦଳିବାଟା ବଦଳିବ। ଆମେ ଗୀତ ଗାଉଛୁ ନାଇଁ କି? हालात बदल जाते हैं, कौन? हालात बदल जाते हैं यीशु तेरे आने से। हालात बदल जाते हैं यीशु तेरे आने से, यीशु तेरे जाने से, तेरे आने से, तेरे जाने से, तेरे आने से, तेरे जाने से। यीशु आसिले घरर परिस्थिति गोटे थिबो, यीशु गले सब जीव। एबे टेम्पोर चाकरी अछि, घर अछि, डाबू अछि, पिंचनी अछि, ए भाई भाई मतलब टेम्पोर ए सुना बाना टेम्पोर काको देखाइबो? देह खराब हो, विशाखापट्टनम जीव, ठाटने जीव, ठाटने बोले बेसी ओडिया हेला, कहीं चोट चोरा जीव। आपन घरर सुना बाना टंका पैसा सब नेबे, तापर डोकुरे पुरे करी पैसा कौन पैसा पैसा होइछो में। प्रिय माने, जगत लोक माने डाबू को पूजा करती, आप डाबू को पूजा करते, प्रभु को पूजा करते। थोड़े गोटे भौणी मुंडा को रुंढा पाई
ଗ୍ରୁପ ରୁମ୍ ଚିଠି ଡାବୁ ଏନତନ ଡାବୁ ଆଗେ ତ ବାୟା ବାୟା ହେଇଯାଉଛି। ତାକୁ କହିଲା କଣ ବୋଲି, ଏଲୋ ନାନୀ ବେଶୀ ଋଣ ହେଇଯାଇছিল, ମୁଁ କେମିତି କରିବି ମୁଁ ଜାଣିପାରୁନାହିଁ। ଲକ୍ଷ୍ମୀ ପୂଜା କରଲୋ, ଲକ୍ଷ୍ମୀ ପୂଜା କଲେ ତତେ ଲକ୍ଷ୍ମୀ ଦେବେ। ସେ ପଚାରିଲା ଜାନା ନାହିଁ। ଏବେ ଦେଖନ୍ତୁ ଆମର ଗାଁ ମାନଙ୍କର ST SC OBC ମାନେ ସେମାନେ ମହାପ୍ରଭୁ କେ ଜାଣି ନାହାନ୍ତି, ଜାଣିଛନ୍ତି କି ଜାଣିନାହାନ୍ତି। ଆମ ଡୋମ ମାନଙ୍କୁ ଜଣା କି ମହାପ୍ରଭୁ କେ, ସେମାନେ ବ୍ରାହ୍ମଣ ମାନଙ୍କ ମହାପ୍ରଭୁକୁ ଭୁକେଲା ଦେଇ ନିଜର ମହାପ୍ରଭୁ ବୋଲି କହୁଛନ୍ତି, ଜଣା ନାହିଁ ଏମାନଙ୍କୁ। ସେ କହିଲା ଏଲୋ କାହାକୁ ପୂଜା କରିବୁ ନା, ତୁ ଲକ୍ଷ୍ମୀକୁ ପୂଜା କର କିନା। ଲକ୍ଷ୍ମୀ କୋଉଠି ମିଳିବ ଲୋ ନା ହାଟେ ମିଳିବ। କୋଉଠି ମିଳିବ? ହାଟେ। ହାଟେ ଗଲା ଲକ୍ଷ୍ମୀ ଫଟୋ ଘିନି ଆଣିକରି କାନ୍ତେ ଲଗାଇକରି ମାଗୁଛି, ଏ ମା ଲକ୍ଷ୍ମୀ ଦେ ଗୋ ମା, ମୁଣ୍ଡା କରୁନ ହେଇଛି ଗୋ, ଗ୍ରୁପ ରୁ ଚିଠି ଡାବୁ ଆଠ ଡାବୁ ତାର ଡାବୁ ହିନସ୍ତା ପାରୁ ନାହିଁ ଗୋ ମା ଲକ୍ଷ୍ମୀ ଦେ ଗୋ ବୋଲେ ଗୋଟେ ମାସ ହେଲା ଚାରନା ଡାବୁ ମିଶା ଦଉନି। ପରେ ସେ ତାକୁ କହୁଛି କେମିତି ଲୋ ନାନୀ ଲକ୍ଷ୍ମୀ କିଛି ଦେ ନାହିଁ। ଆରି ଗୋଟେ ଭଉଣୀ ଥିଲା କି ସେ ଲାଲ ନାଇଁ କହିଲେ ରିସା ହେବୁ ନାଇଁ କିସଟା କହ ନାଇଁ ହେଠି ମୁଇଁ ତ ଋଣ ଗାଣ ହେଇଛି। ମୁଁ କହିଲି ଏ କହିଲା ଲକ୍ଷ୍ମୀ କେ ପୂଜା କର ବୋଲା, ଲକ୍ଷ୍ମୀ কে আনে ପୂଜা করছে চার ডাবু মিশা দেনে। সে কলা হইল বাইড়ি তুই তাকে ডাবু দিয়ে ঘেনে আনলি আছিস, তোকে কোন ডাবু সে দেশি দে, তুই তাকে পয়সা দিয়ে করে কিনি আনিছু, তোকে কোন ডাবু সে দেব। প্রিয় ভাই ভଉଣୀ মানে এটা আমাকে কবে বুদ্ধি না আলা ডালে মিলে ফলবাটা। এটা আমার যেতিকে গ্রুপ রুম চিঠিটা করে বায়া হচ্ছেন এটা ভাসি যা কটলাকে বুকেলা দিয়ে এটা আমার দেখନ୍ତୁ ଗୋଟେ ସମସ୍ତେ ଚିନ୍ତା କରିବେ। ଯେତେବେଳେ ଚାଉଳ କିଣି ଖାଉଥିଲୁ ଆମେ କୁଲିବୁତି କରି ଗଲେ ଗାଁରେ ଆମେ ଅଧ କିଲୋ ଚାଉଳ 3 ପା ଚାଉଳ 20 ଟଙ୍କା ଚାଉଳ କିଣିକରି ରାନ୍ଧୁଥିଲୁ, ଡାଲି କିଣୁଥିଲୁ, ସବୁ କିଣିକରି ରାନ୍ଧି ଖାଉଥିଲୁ। ସେତେବେଳେ ଆମେ ଋଣ କରିନୁ, କଲୁ କି ନାଇଁ?